ପିଲାମାନେ ନୂଆ ଭିଡ଼ିଓକୁ ତୁମକୁ ସ୍ୱାଗତ। ଆଜି ଓଡ଼ିଆ କ୍ଲାସ୍ର ପ୍ରଥମ, ତେଣୁକରି ଭଲସେ ଆକୁ ନୋଟ୍ କରିଦେବ, ତାକୁ ଭଲସେ ବୁଝିବ। ପ୍ରଥମ କ୍ଲାସ୍ ତ କ୍ଲିଅର୍ ହେବା ପାଇଁ ଚେଷ୍ଟା କରିବ, ଆଉ ତାକୁ ସବୁଗୁଡ଼ା ଗୋଟେ ଗୋଟେ କରି ନୋଟ୍ କରିଦେବ। ଠିକ୍ ଅଛି, ଯେତିକି ମୁଁ ପଢ଼ଉଛି ସେଗୁଡ଼ାକୁ ନୋଟ୍ କରିଦେବ, ବୁଝିବ। ଯଦି ଡାଉଟ୍ ହେଲା କମେଣ୍ଟ କରିକି ମୋତେ ପଚାରିବ। ଠିକ୍ ଅଛି, ତ ଆଜି ଆମେ ପଢ଼ିବା ଧ୍ୱନି, ବର୍ଣ୍ଣ ଓ ବର୍ଣ୍ଣମାଳା। ଧ୍ୱନି କାହାକୁ କୁହାଯାଏ? ପ୍ରଥମେ ଦେଖିବା। ଧ୍ୱନି ହେଉଛି ଏକ ପ୍ରକାର ନାଦ ବା ଶବ୍ଦ। ଧ୍ୱନି ହେଉଛି ଏକ ପ୍ରକାର ନାଦ ବା ଶବ୍ଦ ହେଲା। ଧ୍ୱନିକୁ ଆମେ ନାଦ ବି କହିପାରିବା ଆଉ ଶବ୍ଦ ବି କହିପାରିବା। ମନୁଷ୍ୟର ମୁଖରୁ ଯେଉଁ ଭାବ ପ୍ରକାଶ ଧ୍ୱନି ବାହାରୁଛି ତାକୁ ଭାଷା କହିବା। ଯେଉଁ ଭାବ ଜାଣି ହେଉଛି ସେ କ'ଣ କହିବା ପାଇଁ ଚାହୁଁଛି, ମୁଖରୁ ଯେଉଁଟା ବାହାରୁଛି ତାକୁ ଭାଷା କହିବା। ଧ୍ୱନିର ଲିଖିତ ରୂପକୁ ବର୍ଣ୍ଣ କୁହାଯାଉଛି। ଆଜି ଯେଉଁ ବର୍ଣ୍ଣ ପଢ଼ିବା, ଧ୍ୱନି ମାନଙ୍କର ଲିଖିତ ରୂପ, ଯେଉଁ ଧ୍ୱନିଟା ଭାବ ପ୍ରକାଶ କରୁଛି ତାକୁ ଆମେ ଲିଖିତ ରୂପକୁ ବର୍ଣ୍ଣ କହିବା। ବର୍ଣ୍ଣ ଧ୍ୱନି ମାନଙ୍କର ଲିଖନ ସଂକେତ ହେଇଥିବାରୁ ତାକୁ ଲିପି କୁହାଯାଏ। ତାକୁ ଲିପି ବି ମଧ୍ୟ କୁହାଯାଏ। ବର୍ଣ୍ଣର ଅନ୍ୟ ନାମ ଅକ୍ଷର। ମନେ ରଖିଛ, ବର୍ଣ୍ଣର ଅନ୍ୟ ନାମ କ'ଣ? ଅକ୍ଷର। ତାପରେ ଆମେ ଜାଣିବା ବର୍ଣ୍ଣମାଳା। ଦେଖ, ବର୍ଣ୍ଣମାଳା କାହାକୁ କୁହାଯାଏ ଛୁଆ? ବହୁତ ଗୁଡ଼ା ବର୍ଣ୍ଣ ମିଶିଲେ ତାକୁ ବର୍ଣ୍ଣମାଳା କୁହାଯାଏ। ଓଡ଼ିଆ ଭାଷାରେ ଲେଖା ପଢ଼ା ପାଇଁ 49ଟି ବର୍ଣ୍ଣ ବ୍ୟବହୃତ ହୋଇଛି। କେତୋଟି ଏବେ ବର୍ଣ୍ଣ ଅଛି? ଯେମିତି ଇଂଲିଶରେ 26ଟି ଲେଟର ଅଛି, ସେମିତି ଓଡ଼ିଆ ଭାଷାରେ 49ଟି ବର୍ଣ୍ଣ ଅଛି। ସେଟା ମୁଁ ଲେଖି ନାହିଁ, ଅ ଠୁ ଚନ୍ଦ୍ରବିନ୍ଦୁ ପର୍ଯ୍ୟନ୍ତ। ଠିକ୍ ଅଛି, ଅ ଠୁ ଚନ୍ଦ୍ରବିନ୍ଦୁ ପର୍ଯ୍ୟନ୍ତ ଆମର 49ଟି ବର୍ଣ୍ଣ ଅଛି। ସେଇ ବର୍ଣ୍ଣମାଳାକୁ ଦୁଇ ଭାଗରେ ଭିତରେ କରିବ, ଗୋଟେ ସ୍ୱରବର୍ଣ୍ଣ ଆଉ ଗୋଟେ ବ୍ୟଞ୍ଜନ ବର୍ଣ୍ଣ। ସ୍ୱରବର୍ଣ୍ଣ 11ଟି, ବ୍ୟଞ୍ଜନ ବର୍ଣ୍ଣ 38ଟି। ସ୍ୱରବର୍ଣ୍ଣ କୋଉଠୁ? ଅ ଠାରୁ ଓ ପର୍ଯ୍ୟନ୍ତ, ଆଉ ବ୍ୟଞ୍ଜନ ବର୍ଣ୍ଣ କ ଠାରୁ ଚନ୍ଦ୍ରବିନ୍ଦୁ ପର୍ଯ୍ୟନ୍ତ। ଆଉ ଥରେ, ସ୍ୱରବର୍ଣ୍ଣ କ'ଣ? ଅ ଠାରୁ ଓ ପର୍ଯ୍ୟନ୍ତ, ବ୍ୟଞ୍ଜନ ବର୍ଣ୍ଣ କ ଠାରୁ ଚନ୍ଦ୍ରବିନ୍ଦୁ ପର୍ଯ୍ୟନ୍ତ। ସ୍ୱରବର୍ଣ୍ଣ ଗୁଡ଼ିକ ଯେଟା କଣ୍ଠରୁ ବାହାରୁଛି, ଖାଲି କଣ୍ଠରୁ ବାହାରୁ ତାକୁ ସ୍ୱରବର୍ଣ୍ଣ କୁହାଯାଏ। ବ୍ୟଞ୍ଜନ ବର୍ଣ୍ଣ କଣ୍ଠ ସହିତ ତାଳ, ମୂର୍ଧନ୍ୟ, ଓଠ, ଦନ୍ତ ସହିତ ମିଶିକି ରହୁଥିବ, ଯେଟା ସ୍ୱର ସହିତ ମିଶିକି ରୁହେ ସେଟା ବ୍ୟଞ୍ଜନ ବର୍ଣ୍ଣ କୁହାଯାଏ। ଆଉ ସ୍ୱର ଖାଲି ସ୍ୱରରୁ ଯେଟା ବାହାରୁଥିବ, କଣ୍ଠରୁ ଯେଟା ବାହାରୁଥିବ ତାକୁ ସ୍ୱରବର୍ଣ୍ଣ କୁହାଯାଏ। ଦେଖିବ ପୁଣି ସ୍ୱରବର୍ଣ୍ଣ। ସ୍ୱରବର୍ଣ୍ଣ ମାନଙ୍କର ବିଭାଗ। ସ୍ୱରବର୍ଣ୍ଣକୁ ଦୁଇ ଭାଗରେ ଭିନ୍ନ କରାଯାଇଛି। ଏକର ହର୍ଶ୍ୱ ସ୍ୱର ଆଉ ଗୋଟେ ଦୀର୍ଘ ସ୍ୱର। ହର୍ଶ୍ୱ ସ୍ୱର କାହାକୁ କୁହାଯାଏ? ହର୍ଶ୍ୱ ସ୍ୱର ଅ ଠାରୁ ଓ ପର୍ଯ୍ୟନ୍ତ ଯେଉଁ 11ଟି ସ୍ୱରବର୍ଣ୍ଣ ଅଛି, ସେଥିରେ 8ଟି ଧ୍ୱନି ଅଛି, ଯଥା ଓ, ଆ, ଇ, ହର୍ଷୁ, ଏ, ଐ, ଓ, ଔ। ହର୍ଶ୍ୱ ସ୍ୱର କାହାକୁ କୁହାଯାଏ? ଯେଟା ଉଚ୍ଚାରଣ କଲାବେଳେ ସମୟ କମ୍ ନେଇଥାଏ। ଓ, ଇ, ହର୍ଷୁ, ତାକୁ ହର୍ଶ୍ୱ ସ୍ୱର କୁହାଯିବ, ହର୍ଶ୍ୱ ସ୍ୱର ଧ୍ୱନି କୁହାଯିବ। ଦୀର୍ଘ ସ୍ୱର ଧ୍ୱନି କାହାକୁ କୁହାଯାଏ? ଆ, ଏ, ଐ, ଓ, ଔ, ଏଟା ଦୀର୍ଘ ସ୍ୱର ଧ୍ୱନି କୁହାଯାଏ। ବୁଝିହେଲା ଛୁଆ? ହର୍ଶ୍ୱ ସ୍ୱର ଆଉ ଦୀର୍ଘ ସ୍ୱର, ସ୍ୱରବର୍ଣ୍ଣକୁ ବାହାର କରାଯାଇଛି। ଠିକ୍ ଅଛି, ତାପରେ ଦେଖିବା ଛୁଆ, ବ୍ୟଞ୍ଜନ ବର୍ଣ୍ଣ କାହାକୁ କୁହାଯାଏ? ଯେଉଁ ବର୍ଣ୍ଣ ଗୁଡ଼ିକ ସ୍ୱରବର୍ଣ୍ଣ ସାହାଯ୍ୟ ବିନା ଉଚ୍ଚାରିତ ହୋଇପାରନ୍ତି ନାହିଁ। ସାହାଯ୍ୟ କାହାର ଦରକାର? ସ୍ୱରବର୍ଣ୍ଣର, ତାହାକୁ ବ୍ୟଞ୍ଜନ ବର୍ଣ୍ଣ କୁହାଯାଏ। ସ୍ୱର ସହିତ ଯୁକ୍ତ ହେଲେ ବ୍ୟଞ୍ଜନ ବର୍ଣ୍ଣ ଗୁଡ଼ିକୁ ଉଚ୍ଚାରିତ ହେବ। ସ୍ୱରବର୍ଣ୍ଣ ସହିତ ଯୁକ୍ତ ହେଲେ ଯେଉଁ ବର୍ଣ୍ଣ, ତାକୁ ବ୍ୟଞ୍ଜନ ବର୍ଣ୍ଣ କୁହାଯାଏ। ବ୍ୟଞ୍ଜନ ବର୍ଣ୍ଣ କୋଉଠୁ ଚନ୍ଦ୍ରବିନ୍ଦୁ ପର୍ଯ୍ୟନ୍ତ ମୁଁ କହିଥିଲି। ଆଚ୍ଛା, ବ୍ୟଞ୍ଜନ ବର୍ଣ୍ଣ ମାନଙ୍କର ସଂଖ୍ୟା 38ଟି। ବ୍ୟଞ୍ଜନ ବର୍ଣ୍ଣ କେତୋଟି? 38ଟି ଅଛି। ଆଉ 32ଟି ବ୍ୟଞ୍ଜନ ବର୍ଣ୍ଣର ଧ୍ୱନି ଅଛି। ମୋତେ କମେଣ୍ଟ କରି କହିବ, ଆଉ ଯେଉଁ 6ଟି କେଉଁ କେଉଁ ବର୍ଣ୍ଣର ଧ୍ୱନି ନାହିଁ। ଠିକ୍ ଅଛି, ଦେଖ, ଯେଉଁ ବ୍ୟଞ୍ଜନ ବର୍ଣ୍ଣର ଧ୍ୱନି ନାହିଁ ସେ ବ୍ୟଞ୍ଜନ ବର୍ଣ୍ଣ ଗୁଡ଼ିକୁ କେଉଁଠୁ ଆଣିଛନ୍ତି? ଯେଉଁ ବାକ୍ୟର ଲେଖିଛନ୍ତି ସେମାନେ କେଉଁଠୁ ଆଣିଛନ୍ତି? ସେମାନେ ଗଛର କଳମଳ ଶବ୍ଦ ଭାଙ୍ଗିବା, ପାଣିର କଳମଳ ଶବ୍ଦ, ସେଠୁ ଆଣିଛନ୍ତି। ଠିକ୍ ଅଛି, ଯେଉଁ ଧ୍ୱନି ଗୁଡ଼ିକ ମଣିଷ ବାହାର କରିନାହିଁ ହେଲା, ଆମ ପରିବେଶରୁ ସେ ଧ୍ୱନି ଗୁଡ଼ିକ ପାଇଛନ୍ତି, ଆଉ ସେ ବର୍ଣ୍ଣ ଗୁଡ଼ିକ ତିଆରି କରିଛନ୍ତି। ବ୍ୟଞ୍ଜନ ବର୍ଣ୍ଣ ଗୁଡ଼ିକୁ ପୁଣି ଦୁଇ ଭାଗରେ ବିଭକ୍ତ କରାଯାଇଛି, ଗୋଟେ ବର୍ଗୀୟ ବ୍ୟଞ୍ଜନ ବର୍ଣ୍ଣ ଆଉ ଗୋଟେ ଅବର୍ଗୀୟ ବ୍ୟଞ୍ଜନ ବର୍ଣ୍ଣ। ବୁଝିପାରିଲ ଛୁଆ? ଯଦି ଡାଉଟ୍ ରହିବ ମୋତେ ପଚାରିବ। ଠିକ୍ ଅଛି, ବର୍ଗୀୟ ବ୍ୟଞ୍ଜନ ବର୍ଣ୍ଣ କେତୋଟି? 25ଟି। ଦେଖ, ଏହାକୁ ପୁଣି 5 ଭାଗରେ ବିଭକ୍ତ କରାଯାଇଛି, 5ଟି ବର୍ଗରେ ବିଭକ୍ତ କରାଯାଇଛି।
କଚଟ ତପ ମନେ ରଖିବ କ'ଣ କ'ଣ ବର୍ଗ ବ୍ୟଞ୍ଜନ ଯେଉଁ 5ଟି ଭାଗରେ ବିଭକ୍ତ କରାଯାଇଛି କଚଟ ତପ। କ ବର୍ଗର ରହିବ କ ଖ ଗ ଘ ଙ ଏଟା କଣ୍ଠ ବର୍ଣ୍ଣ କୁହାଯାଏ। ଦେଖୁଛ କର ହଳନ୍ତ ଦିଆହେଇଛି। କର ହଳନ୍ତ ମାନେ କ'ଣ ଯେତେବେଳେ ଅଟା କୌଣସି ବର୍ଣ୍ଣ ସହିତ ଯୁକ୍ତ ହବ ତାହେଲେ ହଳନ୍ତ କଟିଯିବ। ଯେମିତି ଆମେ ଆଗକୁ ପଢ଼ିବା କାର ବା ମାତ୍ରା ସ୍ୱରବର୍ଣ୍ଣର ସବୁ ମାତ୍ରା ଅଛି ଓ କୁ ଛାଡ଼ିକି ଯେମିତିକି ଆକାର ହର୍ଷେଇକାର ଦୀର୍ଘଇକାର ହର୍ଷଉକାର ଦୀର୍ଘ ଏଗୁଡ଼ା ସବୁ ଗୋଟେ ଗୋଟେ ମାତ୍ରା ଅଛି। ଆକାର କେମିତି ମୁଁ ଏଠି ଗୋଟେ ଦେଉଛି ଆକାର ଏମିତି ସେମିତି ଓର କୌଣସି ମାତ୍ରା ନାହିଁ। କାହିଁକି ନାହିଁ ନା ସେଟା ବ୍ୟଞ୍ଜନ ବର୍ଣ୍ଣ ସହିତ ଯୋଡ଼ିକି ଅଛି। କ ଉଚ୍ଚାରଣ କଲାବେଳେ ଓ ଆସୁଛି ଖ ଉଚ୍ଚାରଣ କଲାବେଳେ ଓ ଆସୁଛି। ତ ଯେତେବେଳେ ଓଟା ବ୍ୟଞ୍ଜନ ବର୍ଣ୍ଣ ସହିତ ଯୋଡ଼ି ହେଇଯିବ ସେଟା ହଳନ୍ତ ରହିବ ନାହିଁ। ଯେତେବେଳେ ଯୋଡ଼ିବ ନାହିଁ ତେଣୁ ହଳନ୍ତ ଅଛି। ତେଣୁକରି ଏଠି ଯୋଡ଼ି ନାହିଁ। କ ବର୍ଗରେ କ ହଳନ୍ତ ଖ ହଳନ୍ତ ଗ ହଳନ୍ତ ଘ ହଳନ୍ତ ଙ ହଳନ୍ତ ରହିଛି। ବୁଝିପାରୁଛ? ସେଥିପାଇଁ ଏଥିରେ ଓ ନାହିଁ। ଯଦି ଓ ଲାଗିଯିବ ତାହେଲେ ହଳନ୍ତ ପଳେଇଯିବ। ଓ ଯେହେତୁ ସବୁ ବର୍ଣ୍ଣର ମିଶିକି ଅଛି ସେଥିପାଇଁ ତାର କୌଣସି କାର ବା ମାତ୍ରା ନାହିଁ। କାର ଯାହା କହିଲେ ଆକାର ହର୍ଷିକାର ଏଗୁଡ଼ା। କ ବର୍ଗରେ କ'ଣ ରହିଲା କଣ୍ଠୀୟ ବର୍ଣ୍ଣ ହେଲା। କଣ୍ଠ କ ସବୁ ବର୍ଣ୍ଣ ମାନେ ବର୍ଗର 5ଟା ବର୍ଣ୍ଣ ରହିବ କ ଖ ଗ ଘ ଙ। ଚ ବର୍ଗରେ କ'ଣ ରହିବ ଚ ଛ ଜ ଝ ନିୟ ଏଟା ତାଳ ଦ୍ଵାରା। ଟ ବର୍ଗର ଟ ଠ ଡ ଢ ମୂର୍ଧନ୍ୟ ବର୍ଣ୍ଣ। ତ ବର୍ଗର ତ ଥ ଦ ଧ ଦନ୍ତ୍ୟ ନ ଏଟା ଦାନ୍ତ୍ୟ ବର୍ଣ୍ଣ। ପ ବର୍ଗର ପ ଫ ବ ଭ ମ ଏଟା ଅଷ୍ଟ୍ୟ ବର୍ଣ୍ଣ। ଏଟା ମନେ ରଖିବ କ ବର୍ଗରେ କ'ଣ ଆସୁଛି ଏଟା ଖାଲି ମନେ ରଖିବ କଚଟ ତପ ଟ୍ରିକଟା ମନେ ରଖିବ କଚଟ ତପ ହେଲା। ତାପରେ ଅବର୍ଗୀୟ ବ୍ୟଞ୍ଜନ। ଅବର୍ଗୀୟ ବ୍ୟଞ୍ଜନକୁ ପୁଣି 3 ଭାଗରେ ବିଭକ୍ତ କରାଯାଇଛି। ମୁଁ କହିଥିଲି ଟୋଟାଲ 38ଟା ବ୍ୟଞ୍ଜନ ବର୍ଣ୍ଣ। ବର୍ଗୀୟ ବ୍ୟଞ୍ଜନ କେତୋଟି 25ଟି ଆଉ ରହିଗଲା କେତେଟି 13ଟି। ଅବର୍ଗୀୟ ବ୍ୟଞ୍ଜନ କେତେଟି 13ଟି। ବୁଝିପାରିଲ? ଅବର୍ଗୀୟ ବ୍ୟଞ୍ଜନକୁ ପୁଣି 3 ଭାଗରେ ଏଟା 13ଟି ଅଛି ମନେ ରଖିଛ। ଅବର୍ଗୀୟ ବ୍ୟଞ୍ଜନ ପୁଣି 3 ଭାଗରେ ବିଭକ୍ତ କରାଯାଇଛି। ଏକ ଅନ୍ତସ୍ଥ ବର୍ଣ୍ଣ ଉଷ୍ଣ ବର୍ଣ୍ଣ ଅଯୋଗବାହ ବର୍ଣ୍ଣ। ଏଠି 2ଟା ଆଜି ରହିଛି। ନେକ୍ସଟ କ୍ଲାସକୁ ଗୋଟେ ରହିବ। ଅନ୍ତସ୍ଥ ବର୍ଣ୍ଣ କାହାକୁ କୁହାଯାଏ ଜ ୟ ର ଲ ଲ ଉ। ଉଚ୍ଚାରଣ କ୍ଷେତ୍ରରେ ଏଗୁଡ଼ିକ ସ୍ୱର ଓ ବ୍ୟଞ୍ଜନ ମଧ୍ୟବର୍ତ୍ତୀ ଥାଏ। ନା ଏଟା ସ୍ୱର ଦ୍ୱାରା ଉଚ୍ଚାରଣ ହେଉଛି ନା ବ୍ୟଞ୍ଜନ ବର୍ଣ୍ଣ ଦ୍ୱାରା ଉଚ୍ଚାରଣ ହେଉଛି। ଏଟା ମଧ୍ୟବର୍ତ୍ତୀ ହେତୁ ତାକୁ ଅନ୍ତସ୍ଥ ବର୍ଣ୍ଣ କୁହାଯାଏ। ଅନ୍ତସ୍ଥ ବର୍ଣ୍ଣ କାହାକୁ କୁହାଯାଏ ନା ସ୍ୱର ଦ୍ୱାରା ଉଚ୍ଚାରଣ ହବ ନା ଆମର ସ୍ୱରବର୍ଣ୍ଣ ହବ ନା ବ୍ୟଞ୍ଜନ ବର୍ଣ୍ଣ ହବ। ସ୍ୱର ଦ୍ୱାରା ଉଚ୍ଚାରଣ ହବନି ବା ସ୍ୱରଯୁକ୍ତ ବର୍ଣ୍ଣ ସହିତ ଉଚ୍ଚାରଣ ହବ ନାହିଁ। ଯୋଉ ବର୍ଣ୍ଣ ସ୍ୱର ଓ ବ୍ୟଞ୍ଜନ ବର୍ଣ୍ଣ ନୁହେଁ ତାକୁ ଅନ୍ତସ୍ଥ ବର୍ଣ୍ଣ କୁହାଯାଏ। ଠିକ ଅଛି। ତାର ଉଷ୍ଣ ବର୍ଣ୍ଣ ଯୋଉ ଉଷ୍ଣ ବର୍ଣ୍ଣ 3ଟା ତାଲବେଶ ମୂର୍ଧନ୍ୟ ଦନ୍ତେଶ ହ। ଏଗୁଡ଼ିକୁ ଉଚ୍ଚାରଣ ମୁଖରୁ ଅଧିକ ଉଷ୍ଣ ନିର୍ଗତ ହୁଏ। ଉଷ୍ଣ ମାନେ ତମେ ବୁଝିପାରୁଥିବ। ଠିକ ଅଛି। ଏଗୁଡ଼ା ଉଷ୍ଣ ମାନେ ଗରମ କହିବା ଆମେ। ତାଲବେଶ ମୂର୍ଧନ୍ୟ ଦନ୍ତେଶ ହ ଏଗୁଡ଼ିକୁ ଉଚ୍ଚାରଣ ମୁଖରୁ ଅଧିକ ଉଷ୍ଣ ନିର୍ଗତ ହୋଇଥାଏ। ଦେଖ ଆଉ ଥରେ କହୁଛୁ ଅନ୍ତସ୍ଥ ବର୍ଣ୍ଣ ଜ ୟ ର ଳ ଲ ଉ ଉଚ୍ଚାରଣ କ୍ଷେତ୍ରରେ ନା ସ୍ୱର ନା ବ୍ୟଞ୍ଜନ ଏଟା ମଧ୍ୟବର୍ତ୍ତୀ ହେତୁ ଅନ୍ତସ୍ଥ ବର୍ଣ୍ଣ କୁହାଯାଏ। ବହୁତ ଥର ପରୀକ୍ଷାରେ ପଡିଛି ହେଲା। ଅନ୍ତସ୍ଥ ବର୍ଣ୍ଣ। ଉଷ୍ଣ ବର୍ଣ୍ଣ କାହାକୁ କୁହାଯାଏ ଯୋଉ ବର୍ଣ୍ଣ ଏଗୁଡ଼ିକୁ ଉଚ୍ଚାରଣ ମଧ୍ୟରୁ ଅଧିକ ଉଷ୍ଣ ନିର୍ଗତ 4ଟା ଉଷ୍ଣ ତାଲବେଶ 3ଟା ସ ଆଉ ତାଲବେଶ ମୂର୍ଧନ୍ୟ ଦନ୍ତେଶ ହ। ଠିକ ଅଛି। କେମିତି ଲାଗିଲା ମୋତେ କହିବ। ଦେଖ ଛୁଆ 10 ମିନିଟରେ କ୍ଲାସ୍ ତମେ ଭାବି ବେଶୀ ଟାଇମ୍ ଯିବ ସେମିତି କିଛି ନାହିଁ। ତମେ ତାକୁ ନୋଟ୍ କରିଦେବ। ନୋଟ୍ କରିଦେଇକି ବୁଝିବ ପଢ଼ିବ। ଡାଉଟ୍ ହେଲେ କମେଣ୍ଟ କରିବ କିନ୍ତୁ କ୍ଲିଅର ହେବ। ଆଗକୁ ଏଏସ୍ଓ ଆସୁଛି। ଏଏସ୍ଓ ପାଇଁ ଏଇଟା ବହୁତ ଦରକାର ହେବ। ଠିକ ଅଛି। ବହୁତ ଗୁଡ଼ା ଓଡ଼ିଶା ଏକ୍ଜାମରେ ଆମର ଓଡ଼ିଆ ଦରକାର ହେଲା। ଯଦି ଚାହୁଁଛ ତାହେଲେ ମୋତେ କମେଣ୍ଟ କରିକି କହିବ। ଲାଇକ୍ କରିବ ସେୟାର କରିବ ବେଲ୍ ଆଇକନ୍ ଦବାଇ ଦେବ। ଭିଡ଼ିଓଟି କେମିତି ଲାଗିଲା ମୋତେ ଜଣାଇବ। ଧନ୍ୟବାଦ।